मूकं करोति वाचालं पङ्गुलङ्घयते गिरिं यत्कृपातमहं वन्दे परमानन्दमाधवं। ଯାହାଙ୍କର କୃପା ମୁକକୁ ବାଚାଳ କରି ପଙ୍ଗୁକୁ ପର୍ବତ ଲଙ୍ଘନ କରାଏ, ମୁଁ ସେହି ପରମାନନ୍ଦ ମାଧବକୁ ବନ୍ଦନା କରୁଅଛି। ଶ୍ରୀକୃଷ୍ଣ କହିଛନ୍ତି, ଜାଣନ୍ତୁ, ଜୀବନ ଏକ ଖାତା ପରି ଦୁଇଟି ପୃଷ୍ଠା ଭଗବାନଙ୍କ ଦ୍ୱାରା ଲେଖା ସରିଛି। ପ୍ରଥମ ପୃଷ୍ଠା ହେଉଛି ଜନ୍ମ ଏବଂ ଦ୍ୱିତୀୟ ପୃଷ୍ଠା ହେଉଛି ମୃତ୍ୟୁ ଓ ମଝି ପୃଷ୍ଠା ଗୁଡ଼ିକ ଖାଲି ଅଟେ। ତେଣୁ ସେଗୁଡ଼ିକୁ ସ୍ନେହ, ଶ୍ରଦ୍ଧା, ସମ୍ମାନ ଓ ଭଲ ପାଇବା ଦ୍ୱାରା ପୂରଣ କରନ୍ତୁ। ଏମିତି ତଥ୍ୟ ଅନେକ ଆସିବ। ଏହି ଭିଡ଼ିଓକୁ ଲାଇକ୍, ସବସ୍କ୍ରାଇବ୍ କରନ୍ତୁ ଏବଂ ବେଲ୍ ଆଇକନ୍କୁ ଦବାଇ ଦେଇ ସେୟାର କରନ୍ତୁ, ଯେପରି ସମସ୍ତେ ଧର୍ମ ସଂସ୍କୃତି ବିଷୟରେ ଜାଣିପାରିବେ। ଚାଲନ୍ତୁ ଜାଣିବା ଶ୍ରୀମଦ୍ ଭଗବଦ୍ ଗୀତା ସାର ଶ୍ଲୋକ, ପ୍ରଥମ ଅଧ୍ୟାୟର ଶେଷ ଭାଗ। ଯଦ୍ୟପିତେ ନ ପଶ୍ୟନ୍ତି ଲୋଭୋପହତ ଚେତସଃ କୁଲକ୍ଷୟ କୃତଂ ଦୋଷଂ ମିତ୍ରଦ୍ରୋହେଶ୍ଚ ପାତକଂ କଥଂ ନ କୈମଂ ସ୍ୱାଭିଃ ପାପାଦସ୍ମାନିବର୍ତିतं କୁଲକ୍ଷୟଂ କୃତଂ ଦୋଷः ପ୍ରାଣସ୍ୟ द्रुभिर्जनार्दनः कुलक्षये प्रणश्यन्ति कुलधर्मः सनातनः धर्मे नष्टे कुलं कृतः स्नामधमोभितबत्युत्। अर्थात यदिवा सेमाने राज्य लोभरे प्रमत्त बा अभिभूत होई कुलक्षय जनित दोष ओ मित्रद्रोह रूप पातक संबंधरे उदासीन, तथापि हे जनार्दन, आमे कुलक्षय जनित दोष विषय जानी मध्य से पापरु काहेकि निवृत्त न हेबु। कुलक्षय हेले सनातन कुलधर्म नष्ट हुए एवं कुलधर्म नष्ट हेले समग्र कुल अनाचार रूपक अधर्मग्रस्त हुए। अधर्माभिभवात् कृष्ण पजुष्यन्ति कुलस्मियः स्त्रीपुदुष्टशोभास्नेय जातये वर्णशङ्करः शङ्करो नरकायेव कुलुग्नानं कुलस्य च पतन्ति पितरो दोषं लुप्तं पिंडो बकक्रियः। अर्थात हे कृष्ण, कुलधर्मग्रस्त हेले कुल स्त्रीगण व्यभचारिणी हुअन्ति। हे वाष्णेय, कुल नारीगण दुष्टा हेले वर्णशंकर संतान उत्पन्न हुअन्ति। वर्णशंकर कुलनाशकारी एवं समस्त कुलर नरकर कारण हुए। दोष्येरेत्युः कुलघ्राणं वर्णशंकर कारक्यः उत्साद्यन्ते जाति धर्मः कुलधर्माश्च शश्वतः उत्सन्नं कुलधर्माणां मनुष्याणां जनार्दन नरके नियतं वासो भवतीत्यनुशुश्रुमम्। अर्थात कारण श्राद्ध तर्पणादि क्रिया लेश हेबारु एमानंकर पितृ पुरुष नरकरे पतित हुअन्ति। अर्थात अधोगति प्राप्त हुअन्ति। ଏହି ସବୁ କୁଳନାଶକାରୀ ମାନଙ୍କର ବର୍ଣ୍ଣ ସାଙ୍କର୍ଯ୍ୟ ଦୋଷ ପାଇଁ ସନାତନ ଜାତି ଧର୍ମ, କୁଳଧର୍ମ ଏବଂ ଆଶ୍ରମ ଧର୍ମାଦି ମଧ୍ୟ ଉତ୍ସନ୍ନ ହୁଏ। हे जनार्दन, ଯେଉଁମାନଙ୍କର କୁଳଧର୍ମ ଉତ୍ସନ୍ନ ହୋଇଛି
ସେମାନଙ୍କର ନିୟତ ନରକରେ ବାସ ହୋଇଥାଏ। ଏକଥା ଆମେ ଶାସ୍ତ୍ର ଓ ଆଚାର୍ଯ୍ୟ ମୁଖରୁ ଶୁଣିଛୁ। ଆହୋବତ ମହତ୍ ପାପମ୍ କୃତଂ ବ୍ୟବସିତା ବୟମ୍ ଯଦ୍ରାଦ୍ୟ ସୁଖ ଲୋଭେନ ହନ୍ତୁଂ ସଜ୍ଜନମୁଦ୍ୟତଃ ଯଦି ମାପ ପତିକାରମ୍ ଶସ୍ତ୍ରଂ ଶସ୍ତ୍ରପାଣାୟଃ ଧର୍ତରାଷ୍ଟ୍ରରଣେ ହନ୍ତୁ ସନ୍ତେ କ୍ଷମତରମ୍ ଭବେତ୍। ଅର୍ଥାତ୍ ରାଜ୍ୟ ପ୍ରାପ୍ତି ଲୋଭରେ ସଜ୍ଜନଗଣଙ୍କୁ ବଦ୍ଧ କରିବାକୁ ଉଦ୍ୟତ ହୋଇ ଆମେ କି ମହାପାପରେ ପ୍ରବୃତ୍ତ ନ ହୋଇଛୁ। ନିଜ ପ୍ରାଣ ରକ୍ଷାରେ ନିଶ୍ଚେଷ୍ଟ ଓ ନିରସ୍ତ୍ର ମୋତେ ଯଦି ଶସ୍ତ୍ରଧାରୀ ଧୃତରାଷ୍ଟ୍ରଙ୍କର ପୁତ୍ରଗଣ ଯୁଦ୍ଧ କ୍ଷେତ୍ରରେ ବଦ୍ଧ କରନ୍ତି, ତାହା ମଧ୍ୟ ମୋ ପକ୍ଷରେ ଅତ୍ୟନ୍ତ କଲ୍ୟାଣକର ହେବ। ସଞ୍ଜୟ ଉବାଚ ଏବମୁକ୍ତାର୍ଜୁନଃ ସଂଖ୍ୟୋ ରଥୋପସ୍ଥ ଉପବିଶଃ ବିସୃଜ୍ୟ ଶରରଂ ଚାପଂ ଶୋକ ସଂବିଘ୍ନ ମାନସଃ। ଅର୍ଥାତ୍ ସଞ୍ଜୟ କହିଲେ, ଅର୍ଜୁନ ଏହି କଥା କହି ଯୁଦ୍ଧରେ ଧନୁର୍ବାଣ ତ୍ୟାଗ କରି ବିଷଣ୍ଣ ଚିତ୍ତରେ ରଥ ଉପରେ ବସି ପଡ଼ିଲେ। ଇତି ଶ୍ରୀ ମହାଭାରତେ ଶତସାହସ୍ରମ୍ ସଂହିତାୟାଂ ବୈୟାମିକ୍ୟାଂ ଭୀଷ୍ମ ପର୍ବାଣେ ଶ୍ରୀମଦ୍ ଭଗବଦ୍ଗୀତାସୁ ବ୍ରହ୍ମବିଦ୍ୟାୟାଂ ଯୋଗଶାସ୍ତ୍ରେ ଶ୍ରୀକୃଷ୍ଣ ଅର୍ଜୁନ ସମ୍ବାଦେ ଅର୍ଜୁନ ବିଷାଦ ଯୋଗ ନାମ ପ୍ରଥମ ଅଧ୍ୟାୟ ସମାପ୍ତ। ଭଗବାନ ବେଦବ୍ୟାସର ରଚିତ ଲକ୍ଷ ଶ୍ଲୋକାତ୍ମକ ଶ୍ରୀ ମହାଭାରତସ୍ଥ ଭୀଷ୍ମ ପର୍ବ ଅନ୍ତର୍ଗତ ଶ୍ରୀମଦ୍ ଭଗବଦ୍ଗୀତା ରୂପ ଉପନିଷଦର ବ୍ରହ୍ମବିଦ୍ୟା ବିଷୟକ ଯୋଗଶାସ୍ତ୍ରରେ ଶ୍ରୀକୃଷ୍ଣ ଅର୍ଜୁନ ସମ୍ବାଦର ଅର୍ଜୁନ ବିଷାଦ ଯୋଗ ନାମକ ପ୍ରଥମ ଅଧ୍ୟାୟ ସମାପ୍ତ ହୋଇଛି। ହରି ଓମ୍ ତତ୍ସତ୍। ଆପଣ ଶ୍ରୀମଦ୍ ଭଗବଦ୍ଗୀତା ସାର ଶ୍ଲୋକ ସହ ଜାଣିପାରିବେ ପର ଭିଡ଼ିଓରେ। ମୁଁ କେଶବ ଚନ୍ଦ୍ର ଜାଲ ଯାଦବ। ଗୀତା ହେଉଛି ଜ୍ଞାନର ମୁଖ୍ୟ କେନ୍ଦ୍ରବିନ୍ଦୁ, ସଚ୍ଚା ସନାତନୀ ହିନ୍ଦୁ। ଜୟ ଶ୍ରୀକୃଷ୍ଣ।